ଛତିଶଗଡ଼ ଠାରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା। ମାଲବାହୀକୁ ପିଟିଲା ମେମୁ ଟ୍ରେନ୍ 8 ମୃତ। ଛତିଶଗଡ଼ର ବିଳାସପୁର ଜିଲ୍ଲା ଗଗେଇରା ଷ୍ଟେସନ ଲାଲକଦାର ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଛି। କରବା ଯାତ୍ରୀବାହୀ ମେମୁ ଟ୍ରେନ୍ ସେହି ଲାଇନ୍ରେ ଠିଆ ହୋଇଥିବା ଏକ ମାଲବାହୀ ଟ୍ରେନ୍ ପଛରେ ଧକ୍କା ଦେବା ପରେ ତା ଉପରେ ଚଢ଼ିଯାଇଛି। ଦୁର୍ଘଟଣାରେ ଅନ୍ୟ 8 ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମୃତଦେହ ଟ୍ରେନ୍ରୁ ବାହାର କରାଯାଇଥିବା ବିଳାସପୁର ଜିଲ୍ଲାର ସଞ୍ଜୟ ଅଗ୍ରୱାଲ ସୂଚନା ଦେଇଛନ୍ତି। 15 ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଶିଶୁ ବି ରହିଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଦୁର୍ଘଟଣା ପରେ ସେଠାରେ ଲୋକେ ବିକଟରେ ଏଡ଼େତେଡ଼େ ଧାରଦୌଡ଼ କରିଥିଲେ। ଟ୍ରେନ୍ର ଅନେକ ବଗି ଲାଇନ୍ଚ୍ୟୁତ ହୋଇଯାଇଥିଲା। ସେଠାର ଧୂଆଁର ଏକ ବଳୟ ସ୍ଥାନୀୟ ଅଞ୍ଚଳରେ ବହୁତ ଦୂରକୁ ଦେଖାଯାଇଥିଲା। ମାଲବାହୀ ଉପରେ ଚଢ଼ି ଯାଇଥିବା ବଗି ଏବଂ ମାଲବାହୀ ଟ୍ରେନ୍ ଇଞ୍ଜିନ୍ କ୍ଷତିଗ୍ରସ୍ତ ହୋଇଛି। ଭୟଙ୍କର ଶବ୍ଦ ସହ କୋଚ୍ ଲାଇନ୍ଚ୍ୟୁତ ହେବା ପରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଅନେକ ଯାତ୍ରୀ ଟ୍ରେନ୍ ଭିତରେ ଫସି ରହିଥିଲେ। ରେଳ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାରକାରୀ ଟିମ୍ ଏବଂ ମେଡିକାଲ ୟୁନିଟ୍ ସେଠାକୁ ପଠାଯାଇଥିଲା। ସ୍ଥାନୀୟ ପ୍ରଶାସନ ମଧ୍ୟ ସହାୟତା ପାଇଁ ସେଠାରେ ପହଞ୍ଚିଥିଲା। ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ବଗି ପଠାଯାଇଥିଲା। ଦୁର୍ଘଟଣା ପରେ ସେ ରୁଟ୍ରେ ଟ୍ରେନ୍ ଚଳାଚଳ ଠପ୍ ହୋଇଯାଇଥିଲା। ଅନେକ ଟ୍ରେନ୍ ବାତିଲ କରାଯାଇଥିଲା। ରେଲୱେ ପକ୍ଷରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକଙ୍କ ପରିବାରକୁ 10 ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି। ସେହିଭଳି ଗୁରୁତର ଆହତଙ୍କୁ 5 ଲକ୍ଷ ଓ ସାମାନ୍ୟ ଆହତଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ। ଯାତ୍ରୀ ଏବଂ ସେମାନଙ୍କ ପରିବାରର ସହାୟତା ଲାଗି ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଦୁର୍ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଦୁଃଖ ପ୍ରକାଶ କରିଛନ୍ତି। ବିଳାସପୁର ଜିଲ୍ଲାପାଳଙ୍କଠାରୁ ସୂଚନା ମିଳିବା ପରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସବୁ ପ୍ରକାର ସହାୟତା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରେଲୱେ ଏବଂ ପ୍ରଶାସନିକ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତଙ୍କ ଚିକିତ୍ସା ଲାଗି ସମସ୍ତ ଆବଶ୍ୟକ ସଂଶୋଧନ ଏବଂ ସହାୟତା ସୁନିଶ୍ଚିତ କରାଯାଉଛି। ରାଜ୍ୟ ସରକାର ପୀଡ଼ିତଙ୍କ ସହ ଅଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଦୁର୍ଘଟଣା କାରଣ ଉପରେ ତନାଘନା ଆରମ୍ଭ ହୋଇଛି। ଯାତ୍ରୀବାହୀ ଟ୍ରେନ୍ ବିଳାସପୁର ଷ୍ଟେସନ ନିକଟରେ ପହଞ୍ଚିଲା ବେଳକୁ ସେଠାରେ ଏକ ମାଲବାହୀ ଟ୍ରେନ୍ ଛିଡ଼ା ହୋଇଥିଲା। ମେମୁ ଟ୍ରେନ୍ଟି ସିଗ୍ନାଲ ନ ମାନି ବସିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଟ୍ରେନ୍ ସିଗ୍ନାଲରେ ନ ଅଟକିବାରେ ସାମ୍ନାରେ ଥିବା ମାଲବାହୀ ଟ୍ରେନ୍ ପଛରୁ ଧକ୍କା ଦେଇଥିଲା ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।